ଆପଣ ଦେଖନ୍ତୁ ଆଞ୍ଚଳିକ ଦଳର ବୟସ ପ୍ରାୟ 15ରୁ 25 ବର୍ଷ ଥାଏ। ଆପଣ ଦେଖନ୍ତୁ ଭାରତବର୍ଷର ସବୁ ଆଞ୍ଚଳିକ ଦଳର ଗୋଟେ ଷ୍ଟାଟିଷ୍ଟିକାଲ ଏନାଲିସିସ୍ ନିଅନ୍ତୁ। ଏଠି ବିଜୁ ଜନତା ଦଳର ବୟସ ସରିଗଲା, ସେ ଗଲା ତାର ବଙ୍ଗୋପସାଗରରେ। ଟିଏମସି ଗଲା। ଆଉ କାଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ କଥା କହିଥିଲେ ଯେ ଭାରତବର୍ଷରେ କମ୍ୟୁନିଷ୍ଟ ପାର୍ଟିର ଯୁଗ ଶେଷ ହେଲା। କେରଳରେ ମଧ୍ୟ କମ୍ୟୁନିଷ୍ଟ ଗଲା। ତ କମ୍ୟୁନିଷ୍ଟ ଏବଂ ଆଞ୍ଚଳିକ ଦଳ ଇଏ ଦଳର ପ୍ରଭାବ ସରିଲା ଏବଂ ଏବେ ଭାରତବର୍ଷ ଯେତେବେଳେ 2047 ବେଳକୁ ବିକଶିତ ଭାରତ ଏବଂ ବିଶ୍ୱଗୁରୁ ଆଡ଼କୁ ଯାଉଛି, ନ୍ୟାସନାଲ୍ ଇସ୍ୟୁ, ଭାରତୀୟ ସମ୍ବିଧାନ ପ୍ରଦତ୍ତ ଲୋକଙ୍କର ଅଧିକାରକୁ ଆମେ ଆଗେଇ ନେବୁ। ଏବଂ ଯେତେବେଳେ ଆବ୍ରାହମ ଲିଙ୍କନଙ୍କର ଗୋଟେ କଥା ମନେ ପଡ଼ୁଥିବ, ଆମେରିକାର ରାଷ୍ଟ୍ରପତି ପୂର୍ବତନ, ଯେ ଆପଣ ଗୋଟେ ସମୟରେ ଲୋକକୁ ଥରେ ଅଧେ ଠକିପାରିବେ କିନ୍ତୁ ସବୁ ସମୟରେ ଠକି ପାରିବେ ନାହିଁ। ତ ଯେଉଁଟାକି ଆଞ୍ଚଳିକ ଦଳଗୁଡ଼ା କରୁଥିଲେ ସେ କାମ, ସେଇଟା ଭାରତୀୟ ଜନତା ପାର୍ଟି କେବେ କରେନି। ଯାହା କହେ ତାହା କରେ। ଆଉ ଗୋଟେ କଥା କାଲି କହିଲେ ଦେଖିବେ ଯେ ଇଏ ମୋଦି ଗ୍ୟାରେଣ୍ଟି ହେ। ମୋଦି ଗ୍ୟାରେଣ୍ଟି ମାନେ ବିଶ୍ୱଗୁରୁ ବିକଶିତ ଭାରତ ଆଡ଼କୁ ଯିବ ଏବଂ ଅଙ୍ଗବଙ୍ଗ କଳିଙ୍ଗ କଥା ବି ଗତକାଲି କହିଥିଲେ ଏବଂ ଏହା ଗୋଟେ ପୂର୍ବୋଦୟର ବିକାଶରେ ସହାୟକ ହେବ। ନିଶ୍ଚିତ ଭାବରେ ଆମେ ସାରା ଭାରତବର୍ଷରେ ଲୋକେ ଜନତା ଜନାର୍ଦ୍ଦନ ଭାରତୀୟ ଜନତା ପାର୍ଟିର ବିକାଶ ଧାରାକୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ଆମେ ଗର୍ବ କେବେ କରିବୁ ନାହିଁ ବିଜେପିର ଗଡ଼ ବୋଲି। ଲୋକେ ଆତ୍ମବିଶ୍ୱାସର ସହିତ ଭାରତୀୟ ଜନତା ପାର୍ଟିକୁ ଯେହେତୁ ଆଶୀର୍ବାଦ କରୁଛନ୍ତି, ସେଥିପାଇଁ ଭାରତୀୟ ଜନତା ପାର୍ଟିର ଦାୟିତ୍ୱ ସାରା ଭାରତବର୍ଷରେ ବଢ଼ିଯାଇଛି। ସେଇଟା ତାଙ୍କର ନିରାଶାର ପରିଚୟ। ଲୋକେ ତାଙ୍କୁ ହରାଇଛନ୍ତି, ଆମେ କାହିଁକି ଲୁଟ୍ କରିବୁ? ଏତେ ଦିନ ହେଲାଣି, 15 ବର୍ଷ ତ ସରକାରରେ ଥିଲେ। 15 ବର୍ଷର ସରକାର ନିଜେ ହାରି ଯାଉଛନ୍ତି। ମମତା ବାନାର୍ଜୀ, ଅନରେବୁଲ ଚିଫ୍ ମିନିଷ୍ଟର ୱେଷ୍ଟବେଙ୍ଗଲ ନିଜେ ହାରି ଯାଉଛନ୍ତି। ଷ୍ଟାଲିନ ନିଜେ ହାରି ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ହାରି ଯାଉଛନ୍ତି ଆଉ ଫେର କହିବେ ଲୁଟ୍ କରୁଛୁ। ତ ନିଶ୍ଚୟ ତାଙ୍କର କଳବଳ କରି ଲଗେଇ ପାରିବେ।